ଶହ ଶହ ବିଜେଡି କର୍ମୀଙ୍କ ଗହଣରେ ପ୍ରବାଦ ପୁରୁଷ ବିଜୁବାବୁଙ୍କ 27ତମ ଶ୍ରାଦ୍ଧବାର୍ଷିକୀ ପାଳିତ। ଗତକାଲି ଖଲିକୋଟ ବିଜେଡି ବିଧାୟିକା ପ୍ରାର୍ଥିନୀଙ୍କ ବାସଭବନ ନିକଟରେ ପ୍ରବାଦ ପୁରୁଷ ଜନନାୟକ ବିଜୁବାବୁଙ୍କ 27ତମ ଶ୍ରାଦ୍ଧବାର୍ଷିକୀ ଶହ ଶହ ବିଜେଡି କର୍ମୀଙ୍କ ଉପସ୍ଥିତିରେ ମହାସମାରୋହରେ ପାଳିତ ହୋଇଛି। ଏହି ଶ୍ରାଦ୍ଧବାର୍ଷିକୀ ଉତ୍ସବରେ ଖଲିକୋଟ ବିଧାୟିକା ଶ୍ରୀମତୀ ସୂର୍ଯ୍ୟମଣି ବୈଦ୍ୟ ଓ ସଂସଦ ପ୍ରାର୍ଥିନୀ ଡକ୍ଟର ଶ୍ରୀମତୀ ରଞ୍ଜିତା କୁମାରୀ ସାହୁ ଅତିଥି ଭାବରେ ଯୋଗଦେଇ ବିଜୁବାବୁଙ୍କୁ ଜଣେ ପ୍ରଗତିଶୀଳ ରାଜନେତା ତଥା ଜଣେ ଦୁଃସାହସୀ ଓଡ଼ିଆ ଭାବେ ବର୍ଣ୍ଣନା କରିବା ସହିତ ତାଙ୍କର ସୁପୁତ୍ର ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରି ଓଡ଼ିଶାର ବିକାଶର ବିନ୍ଧଣୀ ରୂପେ ପ୍ରତିପାଦିତ କରିଥିଲେ। ତାଙ୍କର ଚେଷ୍ଟାରେ ଓଡ଼ିଶାର ବ୍ୟାପକ ବିକାଶ ସାଧିତ ହୋଇପାରିଛି ଏବଂ ଆଗକୁ ବିଜୁବାବୁଙ୍କ ସ୍ୱପ୍ନକୁ ପୂରଣ କରିବା ଲାଗି ଆହୁରି ଚେଷ୍ଟା କରିବେ ବୋଲି ପ୍ରକାଶ କରିଥିଲେ। ତେଣୁ ଏହିଥର ନିର୍ବାଚନ ନବୀନ ପଟ୍ଟନାୟକଙ୍କ ହାତମୁଠାକୁ ଟାଣ କରିବା ପାଇଁ ସମସ୍ତ ବିଜେଡି କର୍ମୀଙ୍କୁ ଆହ୍ୱାନ କରିବା ସହିତ ସେମାନଙ୍କ ସହଯୋଗ କାମନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଜୁବାବୁଙ୍କ ଶ୍ରାଦ୍ଧବାର୍ଷିକ କାର୍ଯ୍ୟକ୍ରମରେ ବରିଷ୍ଠ ବିଜେଡି ନେତା ହରପ୍ରସାଦ ସାହୁ, ଖଲିକୋଟ ବ୍ଲକ ଅଧ୍ୟକ୍ଷ ଦୈତାରୀ ବେହେରା, ପୁରୁଷୋତ୍ତମପୁର ବ୍ଲକ ଅଧ୍ୟକ୍ଷ ପିଙ୍କି ଗୌଡ଼, ଜିଲ୍ଲା ପରିଷଦ ସଭ୍ୟ ସୋନମ ପଲାଇ, ଚନ୍ଦନା ସେଠୀ, ବରିଷ୍ଠ ବିଜେଡି ନେତା କିଶୋର ପଲାଇ, ମାଗୁଣୀ ପଲାଇ, ଯୁବ ବିଜେଡି ସଭାପତି ଭିକାରୀଚରଣ ପାଣ୍ଡି, ଦୟାନିଧି ସାହୁ ଓ ରତ୍ନାକର ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଖଲିକୋଟରୁ ସକଳେଶ୍ୱର ରଥଙ୍କ ରିପୋର୍ଟ, ଓଡ଼ିଶା ଡିଜିଟାଲ। आज हूँ आमर समस्त प्रिय आम समस्त ओडियावासी प्रिय एवं भारत वर्ष ही नहीं भारत बाहर भी से खूब चर्चित आम समस्त गोटे ओडिया आइकन कहले अत्युक्ति हेनी। स्वर्गत बिजुबाबू आज हूँ श्राद्ध दिवस। आम समस्त मिसिकी खलिकोट निर्वाचन मंडल समस्त जनसाधारण मिसिकी श्रद्धांजलि अर्पण कलु एवं गोटे शोक सभा गोटे करूँ एवं आमे एकत्रित होइछु सबु तांकर गोटे दिवस गोटे पालन करबा पे। आपण कहि परबे बिजु जनता दल होउची बिजु बाबूंको नारे हेछि तो निश्चित भाव में आमे जेतबेले दल तरफ प्रतिद्वंदिता करूछु से सब जिनस भी आसुची जेहेतु आपण कहले जस्ट इलेक्शन पाखरे अच्छी निश्चित भाव में आम सबुआडे जाऊँ भोट अपील करुचु आम समस्त संगे सब रहीचु एवं भोट बेले परिवार भाया जाइए आशीर्वाद ग्रहण करूँ। मु सातटा जगह निर्वाचन मंडल प्राय 5टा निर्वाचन मंडली बुली सारे रेस्पॉन्स बहुत बढ़िया अच्छी। नवीन पट्टनायक माननीय मुख्यमंत्री नवीन पट्टनायक बहुत क्रेज अच्छी बहुत चाहिदा अच्छी। बिजु जनता दल घरे घरे परिचित अच्छी जो जनमूलक योजना रही समस्ते बहुत खुशी अच्छा एवं समस्ते गोटे वार्म वेलकम देकी स्वागत करुछन जो भी निश्चित भाव में आमर गंजाम जिलार जो आस्का संसदीय क्षेत्र अच्छी कहते समस्ते यहाँ मुख्यमंत्री जिला बोली मुख्यमंत्री गड़ बोली कहीं मुख्यमंत्री ये हिंजुड़ी कंटेस्ट करेंगे एवं सेटा देखा गले ये मार्जिन किसी असुविधा हेनी। मुख्यमंत्री जो क्रेज अच्छी आम नहीं आग को इलेक्शन बार हबू एवं जो भी समस्या रही मोर गोटे चिंताधारा अच्छी आमर जो जनमूलक योजना अच्छी केमती घरे घरे पहुँचेबा एवं आस्का संसदीय क्षेत्र को गोटे समस्या मुक्त एवं गोटे आधुनिक संसदीय क्षेत्र आज बिजुबाबू महान पुरुष बिजुबाबू श्राद्ध दिवस भाव आम खलिकोट निर्वाचन मंडल पालन करुँ। आम सहित अच्छा आम एमपी रंजिता साहू धन्यवाद देवी। बिजु जनता दल सब गोटे सामूहिक दल परिणत होती प्रत्येक सुख दुखे माननीय मुख्यमंत्री प्रत्येक योजना लोक मान पाखे पहुँची से योजना गुड़ी को लोक मैंने पाखे पहुँचवा द्वारा लोक मैंने खुशी भी
ଆନନ୍ଦର ସହ ଝୁଟି ପାରିଛି। ସେଥିପାଇଁ ବିଜୁ ଜନତା ଦଳ ଏଠାରେ ବିଜେଡିର ଗଡ଼ ଭାବେ ପରିଚିତ। ସେଥିପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନିଶ୍ଚିତ ଆମେ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ କରିବୁ। ସମସ୍ତେ ଲୋକମାନେ ଖୁସି ଅଛନ୍ତି। ନିଶ୍ଚିତ ଖଲିକୋଟ ନିର୍ବାଚନ ମଣ୍ଡଳର ବିଜୟ କ୍ଷେତ୍ରରେ ସମସ୍ତେ ଜନସାଧାରଣ ସହ ଆମର ଏକତ୍ରିତ ହୋଇ ମାନ୍ୟବର ସାଂସଦ ଯେ କି ଆମର ରଞ୍ଜିତା ସାହୁଙ୍କୁ ଏଠାରେ ବିପୁଳ ଭୋଟରେ ବିଜୟ ଲାଭ କରିବେ। ସେଥିପାଇଁ ସମସ୍ତେ ଆମେ ଏକତ୍ରିତ ହେବୁ। ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ପୁଣି ଥର ଷଷ୍ଠ ଥର ମୁଖ୍ୟମନ୍ତ୍ରୀ ପ୍ରତିଦିନ ବିଜେପି ମିଶ୍ରଣ ପର୍ବ କରୁଛି। ଆଜି ଶ୍ରାଦ୍ଧ ଦିବସରେ ଯୋଉ ଜନସମାଗମ ଏଠି ଆଉ ଗୋଟେ ଜବାବ ସେମିତି କିଛି ନାହିଁ। ସେ ଲୋକମାନଙ୍କୁ ବାରମ୍ବାର ଗୋଟେ ଜାଗାରେ ଆପଣ ମାନେ ମିଡିଆରେ ମଧ୍ୟ ଦେଖିଥିବେ। ସେ ଲୋକକୁ ବାରମ୍ବାର ସେମାନେ ମିଶ୍ରଣ ପର୍ବ କରୁଛନ୍ତି। ଏଠାରେ ଯେ କି ବିଜେଡିର ଗଡ଼ ଭାବେ ପରିଚିତ କୌଣସି ଦଳର ଏଠାରେ ମାନେ ପ୍ରଭାବ ପକେଇ ପାରିବ ନାହିଁ। ଯେ କି ଖଲିକୋଟ ମାଟି ଗୋଟେ ବିଜେଡିର ଦଳ। ଏଠାରେ ରାଣୀମା 8 ଥର ବିଧାୟିକା। ସେ ରାଣୀମା ଆମର ପ୍ରତ୍ୟେକ କ୍ଷେତ୍ରରେ ଲୋକମାନଙ୍କ ସହିତ ଥିଲେ। ଲୋକମାନଙ୍କ ସହିତ ମଧ୍ୟ ତାଙ୍କର ସହଯୋଗ ମଧ୍ୟ ରହିଥିଲା। ସେଥିପାଇଁ ବିଜେଡିର ଗଡ଼ ଭାବେ ପରିଚିତ କୌଣସି ଦଳ ପ୍ରଭାବ ପକେଇବ ନାହିଁ।